ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣଙ୍କର ଗ୍ରହ ନକ୍ଷତ୍ର ଚଳନ ବିଷୟରେ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ତୁଳା ରାଶିର ବ୍ୟକ୍ତିମାନଙ୍କର ଜୀବନରେ କିଭଳି ଏହି ପବିତ୍ର ଶ୍ରାବଣ ମାସରେ ଜୀବନ କଟିବାକୁ ଯାଉଅଛି ଏବଂ ଆପଣଙ୍କର କ'ଣ ସବୁ ଖୁସି ଖବର ଆସିବାକୁ ଯାଉଅଛି। ନମସ୍କାର ଦର୍ଶକ ବନ୍ଧୁ, ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ସପ୍ତମ ରାଶିରେ ଶନି ଏବଂ ରାହୁ ଏକତ୍ର ହୋଇ ବିରାଜମାନ କରିଛନ୍ତି। ଆପଣଙ୍କର ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ଏବଂ ଆପଣଙ୍କର ଚତୁର୍ଥ ଭାଗରେ ରବି ବିରାଜମାନ କରିଛନ୍ତି, ଯାହାଫଳରେ କି ଆପଣଙ୍କୁ କିଛି ତ ଅସୁବିଧା ଦେଖାଯାଇପାରେ। କିନ୍ତୁ ଯେତେବେଳେ ଆପଣଙ୍କର ପଞ୍ଚମ ଗ୍ରହରୁ ନବମ ଗ୍ରହକୁ ଦେବଗୁରୁ ବୃହସ୍ପତି ଗୋଚର କରିବେ, ସେବେଠାରୁ ଶ୍ରାବଣ ମାସରେ ଆପଣଙ୍କର ଅତ୍ୟନ୍ତ ଖୁସି ଖବର ଆସିବାକୁ ଯାଉଅଛି। କାରଣ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିଅଛି। ଆପଣଙ୍କର ଉପରେ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିଅଛି। ତୁଳା ରାଶିର ବ୍ୟକ୍ତିମାନଙ୍କର ଜୀବନରେ ଅତ୍ୟନ୍ତ ଖୁସି ଖବର ଆସିବାକୁ ଯାଉଅଛି, ଯାହାଫଳରେ କି ଆପଣଙ୍କର ଜୀବନ ସୁଖମୟ ହେବ ଏବଂ ଆପଣ ଏକ ସୁଖମୟ ଧନ୍ୟ ମନ କରିବେ। ଦେଖନ୍ତୁ, ଆପଣଙ୍କର ପୂର୍ବରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ, ବାଧାବିଘ୍ନର ଘଟୁଥିଲା, ଚାକିରି କ୍ଷେତ୍ରରେ ଉନ୍ନତି ହେଉନଥିଲା, କିନ୍ତୁ ଏବେ ତାହା ହେବ ନାହିଁ। କାରଣ ଆପଣଙ୍କ ଉପରେ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିଛି। ଫଳରେ ଆପଣ ଏକ ନୂତନ ଯାନବାହନ କ୍ରୟ କରିପାରନ୍ତି ଏବଂ ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ଆପଣ କୌଣସି ନୂତନ ଗୃହ ନିର୍ମାଣ କରିପାରନ୍ତି, ଆପଣ କୌଣସି ଜମି ମଧ୍ୟ କ୍ରୟ କରିପାରନ୍ତି, ଯାହାଫଳରେ କି ଆପଣଙ୍କର ଜୀବନଟା ଉଜ୍ଜଳମୟ ହୋଇଯିବ। ଯଦି ଆପଣ ତୁଳା ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ମହାଦେବଙ୍କୁ ଅଶେଷ ଭାବରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ରହୁଛୁ, ଧନ୍ୟବାଦ।